ନିଜର ଭାଗ୍ୟକୁ କେବେ ବି ଦୋଷ ଦିଅ ନାହିଁ। ଆମକୁ ଭଗବାନ ମଣିଷ ରୂପରେ ଜନ୍ମ ଦେଇଛନ୍ତି। ଏହାଠାରୁ ସୌଭାଗ୍ୟର କଥା କଣ ଥାଇପାରେ? ଗୋଲାପ କଣ୍ଟା ମଧ୍ୟରେ ହସୁଥାଏ। ତୁମେ ବି ପ୍ରତିକୂଳ ପରିସ୍ଥିତିରେ ହସିବା ଶିଖ। ଲୋକ ତୁମକୁ ଗୋଲାପ ପରି ଭଲ ପାଇବା ଦେବେ। ବଞ୍ଚି ରହିଥିବା ଲୋକ ହିଁ କେବଳ ହସୁଥାଏ। ମରିବା ଲୋକ କଣ କେବେ ହସେ? ଆଉ ପଶୁ ତ କେବେ ବି ନୁହେଁ। ଏପରି ଆମେ ଜୀବନରେ ସୁଖ ଦୁଃଖ ନେଇ ଚାଲିଲେ ଆମେ ଦିନେ ଜିତି ପାରିବା। ଜୀବନ ପେନଡ୍ରାଇଭ ପରି ନୁହେଁ ଯେଉଁଥିରେ ତୁମେ ମନପସନ୍ଦର ଗୀତ ଶୁଣିପାରିବ। ଜୀବନ ତ ଏକ ରେଡିଓ ପରି, ଯାହା ବାଜିବ ତାହା ଆମକୁ ଶୁଣିବାକୁ ପଡିବ। ପ୍ୟାର ସେ ଶୁଣୋ और ଭଲରେ କର ସବୁ କାମ। ପରିବାରକୁ ଆମକୁ ମାଲିକ ନୁହେଁ ମାଳି ପରି ସମ୍ଭାଳି ପାରିବ। ଯେ ସମସ୍ତଙ୍କ ଧ୍ୟାନ ରଖିଥାଏ କିନ୍ତୁ କାହା ଉପରେ ଆଶା ବି ନ ରଖିଥିବ। ଜୀବନରେ ସବୁଦିନ ଏମିତି କିଛି କିଛି ଘଟଣା ଘଟାଇଥାଏ ଯାହାକୁ ଆମେ ନଜର ଅନ୍ଦାଜ କରିଦିଅନ୍ତି। କିନ୍ତୁ ଆମ ଜୀବନ ସବୁବେଳେ ବଡ ସୁଯୋଗ, ବଡ ଦୁଃଖ, ବଡ ଖୁସିକୁ ଅପେକ୍ଷା କରି ରହିଥାଉ। କିନ୍ତୁ ସତ ଏହା ଯେ ଛୋଟ ଛୋଟ ଭାବନା, ଛୋଟ ଛୋଟ ଷ୍ଟେପ ଆମକୁ ଆଗକୁ ବଢିବାକୁ ସୁଯୋଗ ଦେଇଥାଏ। ଅଳ୍ପ ଅଳ୍ପ ଚେଷ୍ଟାରେ ହିଁ ଚମତ୍କାର ଘଟିଥାଏ। ଗୋଟିଏ ସମୟରେ ଜନ୍ମ ନେଇ ବି ସମସ୍ତଙ୍କ ଭାଗ୍ୟ ଅଲଗା ଅଲଗା ହୋଇଥାଏ କାହିଁକି? ଏଇ କଥା ନେଇ ଗୋଟେ ଛୋଟ କାହାଣୀ କହୁଛି। ଜଣେ ରାଜା ଏଇ କଥା ନେଇ ରାଜାଟିଙ୍କ ମନକୁ ଆସିଲା ଯେ ମୁଁ ତ ଯୋଉ ଜନ୍ମ ନେଇଛି ସେ ସମୟ ତ ଅନେକ ଲୋକ ବି ଜନ୍ମ ନେଇଥିବେ, କିନ୍ତୁ ମୁଁ କାହିଁକି ରାଜା ହେଲି ଆଉ କାହିଁକି କେହି ରାଜା ହେଲେନି? ଜାଣିବା ପାଇଁ ରାଜା ତାଙ୍କ ରାଜଦରବାରରୁ ସମସ୍ତଙ୍କ ଜ୍ଞାନୀ ପଣ୍ଡିତ ମାନଙ୍କୁ ଡକାଇଲେ ଏବଂ ଏଇ ପ୍ରଶ୍ନ ତାଙ୍କ ଆଗରେ ରଖିଲେ। ହେଲେ ସମସ୍ତେ ଚିନ୍ତାରେ ପଡିଗଲେ ଏଇ ପ୍ରଶ୍ନ ଶୁଣି। ଏହି ସମୟରେ ଏକ ମହାତ୍ମା ହଠାତ୍ ଆସିଲେ ଏବଂ କହିଲେ, ତୁମର ଭବିଷ୍ୟ ତୁମର କର୍ମ ଉପରେ ଆଧାରିତ। ଉତ୍ତର ତୁମେ ଆଗକୁ ପାଇପାରିବ। ତୁମେ ଯାଅ ଜଙ୍ଗଲ ଭିତରେ ଜଣେ ମହାତ୍ମା ଅଛନ୍ତି, ତମେ ସେଠିକୁ ଗଲେ ଏଇ ତମ ପ୍ରଶ୍ନର ଉତ୍ତର ପାଇପାରିବେ। ଏହା ଶୁଣି ରାଜା ଆଗେଇ ଚାଲିଲେ ଏବଂ ଦେଖିଲେ ସେ ମହାତ୍ମା ଜଣଙ୍କ କାନ ମଧ୍ୟରେ ପତ୍ର ଖାଉଛନ୍ତି। ସେ ଯାଇ ତାଙ୍କର ପ୍ରଶ୍ନ ରଖିଲେ, କିନ୍ତୁ ସେ ମହାତ୍ମା ଜଣଙ୍କ ବହୁତ କ୍ରୋଧିତ ହୋଇ କହିଲେ, ମୁଁ ତମ ପ୍ରଶ୍ନର ଉତ୍ତର ଦେଇପାରିବିନି। ତମେ ଆଗକୁ ଯାଅ, ଆଗକୁ ଜଣେ ମହାତ୍ମା ଅଛନ୍ତି, ସେ ତମର ପ୍ରଶ୍ନର ଉତ୍ତର ଦେଇପାରିବେ। ଏହା ଶୁଣି ରାଜା ଆହୁରି ଆଗେଇ ଚାଲିଲେ ଏବଂ ଦେଖିଲେ ସେ ମହାତ୍ମା ଜଣଙ୍କ ମାଟି ଖାଉଛନ୍ତି ଏବଂ ତାଙ୍କୁ ଯାଇ ପ୍ରଶ୍ନ ରଖିଲେ। କହିଲେ, ରାଜା ଏ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ। କିନ୍ତୁ ସେ ମହାତ୍ମା ଜଣେ ବି ଏ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ସେ କହିଲେ, ତୁମେ ପର୍ବତ ଅଗ୍ରଭାଗରେ ଜଣେ ମହାତ୍ମା ବସିଛନ୍ତି, ସେ ତମର ଏଇ ପ୍ରଶ୍ନର ଉତ୍ତର ଦେଇପାରିବେ, କିନ୍ତୁ ମୁଁ ଜଲଦି ସେଠି ଯିବାକୁ ପଡିବ କାରଣ ତାଙ୍କର ଆୟୁଷ ଅଳ୍ପ ସମୟ ଭିତରେ ସରିଯିବ। ରାଜାଙ୍କ ମନ ବ୍ୟାକୁଳତାରେ ଭରି ଚାଲିଥାଏ। ସେ ଆଗେଇ ଆଗେଇ ଚାଲିଥାନ୍ତି ଏବଂ ଯାଇ ଦେଖିଲେ ଏବଂ ସବୁ ପ୍ରଶ୍ନ ତାଙ୍କୁ ପଚାରିଲେ। ମହାତ୍ମା ଜଣକ କହିଲେ, ଆମେ 3-4 ଜଣ, ସେଇ 2 ଜଣ ଯୋଉ ଦେଖିଲ ମହାତ୍ମା ଆଉ ଏବଂ ତମେ ମୁଁ, ଆମେ 4 ଭାଇ ଥିଲେ ଏବଂ ପୂର୍ବ ଜନ୍ମରେ ଆମେ 4 ଭାଇ ଥିଲେ। ଦିନେ ଆମେ ଜଙ୍ଗଲରେ ବୁଲତେ ବୁଲତେ ଆମେ ବାଟବଣା ହେଇଯାଇଥିଲେ। ଆମକୁ ଜଣେ ରୁଟି ବନେଇ 4ଟା ଦେଇଥିଲା। ଆମେ ତାକୁ ଖାଇବାକୁ ଯିବା ସମୟରେ ଜଣେ ଭିକ୍ଷୁକ ଆସି ଆମକୁ ମାଗିଥିଲା। ପ୍ରଥମ ମହାତ୍ମା ଯିଏ ଖାଉଥିଲେ ପତ୍ର, ସେ କହିଲେ, ମୋ ଭାଗରୁ ମୁଁ ଦେବିନି, ମତେ ତ ନିଜକୁ ଖାଇବାକୁ ହବନି। ସେ ମାଟି ଖାଉଥିବା ମହାତ୍ମାକୁ ମାଗିଥିଲେ ଏବଂ ସେ ବି ମନା କରିଦେଇଥିଲେ, ମତେ ମୋର ଭାଗ୍ୟରୁ ହବ ନାହିଁ, ମୁଁ ସେଥିପାଇଁ ଦେବିନି। ତାପରେ ମତେ ମାଗିଥିଲେ ଏବଂ ମୁଁ ବି ସେଇ ସମାନ